ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 9 ତାରିଖ, ଓଡ଼ିଆ ମାଘ ମାସ 27 ଦିନ, ସୋମବାର, କୃଷ୍ଣ ପକ୍ଷ ସପ୍ତମୀ ତିଥି, ଯାହା ଦିବା 7:35 ପର୍ଯ୍ୟନ୍ତ ରହୁଛି। ତାପରେ ଅଷ୍ଟମୀ ତିଥି ଆରମ୍ଭ ହେଉଛି। ଆଜି ସ୍ୱାତି ନକ୍ଷତ୍ର, ଯାହା ଦିବା 7:33 ପର୍ଯ୍ୟନ୍ତ ରହୁଛି। ତାପରେ ବିଶାଖା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ତୁଳା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 3:21 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ବିଛା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:21। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:37। ଆଜି ଯୁଗ୍ନି ରହିଛି ବାୟ କୋଣରେ। ଦିବା 7:35 ପରେ ଯୁଗ୍ନି ଐଶାନ କୋଣରେ ରହିବ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ, ଯାହା ଦିବା 7:33 ପର୍ଯ୍ୟନ୍ତ। ତାପରେ ଦିବା 7:35 ମଧ୍ୟ ରହୁଛି ପୁଣି 1 ପାଦ ପୁଷ୍କର ଦୋଷ। ଫଳ ରହୁଛି ବଂଶହାନି, ତତ୍ସହିତ ପଶୁହାନି। ଆଜି ଅଷ୍ଟମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ନଡ଼ିଆ, ତତ୍ସହିତ ତାଳ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ, ଯାହାକି ଅନ୍ନପ୍ରସନ୍ନ, କ୍ରିୟ ବାଣିଜ୍ୟ, ପୁଣ୍ୟ ଆରମ୍ଭ, ହଳ ପ୍ରଭାବ, ବୀର୍ଯ୍ୟ ରୋପଣ, ବୃକ୍ଷରୋପଣ, ଧାନ୍ୟ ରୋପଣ, ନବବସ୍ତ୍ର ପରିଧାନ, ତତ୍ସହିତ ରାତ୍ରିରେ ଗର୍ଭଧାରଣ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 7:45 ଦିବା 9:29 ମଧ୍ୟ ରହିଛି ରାହୁ କାଳ ସହିତ 12 ବେଳା। ସେହିଭଳି ଦିବା 1:39 ଦିବା 2:15 ମଧ୍ୟ ରହିଛି କାଳ ବେଳା। ସେହିଭଳି ରାତ୍ରି 7:12 ରାତ୍ରି 8:46 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 9:30 ଦିବା 11:09 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 2:16 ଦିବା 3:09 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 4:25 ଅପରାହ୍ନ 5:37 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟାରୁ ରାତ୍ରି 6:15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 8:49 ରାତ୍ରି 11:13 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:37 ରାତ୍ରି 3:1 ମଧ୍ୟ ରହିଛି ଶୁଭ ବେଳା।